ଶିକ୍ଷାବିତ୍ତି ଓ ଶିକ୍ଷିତ ବନ୍ଧୁମାନଙ୍କୁ ପ୍ରଣାମ କରି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଗୋଟିଏ ବିଷୟ ଉପରେ କଥୋପକଥନ କରିବା, ଯାହା ଆମର ସେହି ଦୁଃଖ ଦୁର୍ଦ୍ଦଶାର ଜୀବନର କଥା। ଯେତେବେଳେ ଆମମାନେ ଯେକୌଣସି କର୍ମକ୍ଷେତ୍ରରେ ବା ଡିପାର୍ଟମେଣ୍ଟରେ ବା ଅଫିସରେ ଯିଏ ଯାହା ବୁଝିବେ ଆମେ କାମ କରନ୍ତି ବା ସର୍ଭିସ୍ କରନ୍ତି, ସେତେବେଳେ କେଉଁଠି ନା କେଉଁଠି ଆମର ଗୋଟେ ଆଶା ଥାଏ, ଯେତେବେଳେ ଆମେ ଅବସର ପ୍ରାପ୍ତ ହେବା, ଅବସର ପରେ ଆମକୁ କିଛି ମୁନାଫା ମିଳିବା ଆବଶ୍ୟକତା ଅଛି। ସେ ମୁନାଫାରେ ଏଠି ଆମର ସଂସାର ଚଳିବ ନାହିଁ। ଏ ମୁନାଫାରେ ଆମର ମେଡ଼ିସିନ ଖର୍ଚ୍ଚ ଚଳେ, କାରଣ 60 ବର୍ଷ ପରେ ଆପଣମାନେ ଜାଣିଛନ୍ତି ଆଜିକା ଡେଟ୍ରେ ସମସ୍ତଙ୍କର ପ୍ରାୟତଃ ଡାଇବେଟିସ୍ଠୁ ଆରମ୍ଭ କରି ବ୍ଲଡ଼ ପ୍ରେସର ଆଉ ଆପଣଙ୍କର ବିପି ହାଇ, ଏସବୁ ମେଡ଼ିସିନ ଗୋଟେ କମନ୍ ଥିଙ୍କିଂ ହେଲାଣି, କମନ୍ ମେଡ଼ିସିନ, ଯାହା ଗୋଟେ 1,500 ରୁ 2,000 ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେବାର ସମ୍ଭାବନା ଥାଏ। ଏଇ ଯେଉଁ ଗୋଟେ ଖର୍ଚ୍ଚଟାକୁ ମେଣ୍ଟାଇବା ପାଇଁ ଆମମାନେ ବା ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ EPF ଯୋଜନା ଥାଏ, ଏମ୍ପ୍ଲୟମେଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡସ୍। ଏଇ ଯେଉଁ ଏମ୍ପ୍ଲୟମେଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ, ଏଇ ଫଣ୍ଡରୁ ଯେ ଗତଥର ଡିମାଣ୍ଡ ହେଇଥିଲା, ମୁଁ ଗତ ଭିଡ଼ିଓରେ କହିଥିଲି ଯେ ସେଇଟା 7,500 ଟଙ୍କା, 7,500 ଟଙ୍କା କିନ୍ତୁ ଆସୋସିଏସନ୍ ଯେଉଁ ରହିଲେ ପେନ୍ସନ୍, EPF ପେନ୍ସନ୍ ଆସୋସିଏସନ୍ ଯେଉଁମାନେ ରହିଲେ, ସେମାନେ ଡିମାଣ୍ଡ କରିଥିଲେ, ଯାହା ସବୁ ମନ୍ତ୍ରୀମାନଙ୍କୁ ଡିମାଣ୍ଡ ଦେଇ ତା ଭିତରେ ଆପଣଙ୍କର ରାଷ୍ଟ୍ରପତିଙ୍କୁ ସେ ତାଙ୍କର ଗୋଟେ ମେମୋରାଣ୍ଡମ୍ ଦେଇଥିଲେ, ନା ଏଇଟାକୁ ଆମକୁ ପ୍ରତି ମାସରେ 9,000 କରାଯାଉ। ଠିକ୍ ଅଛି, ଏଇଟା ବି ଯଥାର୍ଥ, କାରଣ 9,000 କରିବା ଆବଶ୍ୟକତା ଅଛି। ଯଦି ଗୋଟିଏ ଲୋକ 30 ବର୍ଷ, 35 ବର୍ଷ, 40 ବର୍ଷ କାମ କଲା ପରେ ସେ 9,000 ଟଙ୍କା ପେନ୍ସନ୍ ପାଇବ ନାହିଁ, EPF ତରଫରୁ ପାଇବ ନାହିଁ, ତାହେଲେ ତାକୁ ସେ ବଡ଼ କଷ୍ଟସାଧ୍ୟ ହେବ। ନିଶ୍ଚିତ ଏଇଟା ଠିକ୍ କଥା। ତୁମମାନେ ମ୍ୟାକ୍ସିମମ୍ 15,000 ଉପରେ କାହିଁ କାଟିଛ? ତୁମେ ଯଦି 21,000 ଉପରେ କାଟିବ କି 30,000 ଯେଉଁମାନେ ପାଉଥିବେ ସେତିକି ଉପରେ ଯଦି କାଟିବ, ତାହେଲେ ଜଣକୁ 9,000 10,000 ଦେବାର କିଛି ପ୍ରୋବ୍ଲେମ୍ ହେବ ନାହିଁ ବୋଲି ଆମେ ଆଶା କରିବା। ଇଏ ବି ଠିକ୍ କଥା। EPF ୟାର ମେନ୍ ଆଜି ଟପିକ୍ ହେଲା EPF କର୍ତ୍ତୃପକ୍ଷଙ୍କ ସହ ପେନ୍ସନ୍ ସଂଘଙ୍କର ନିଶ୍ଚିତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା, ପେନ୍ସନ୍ ସଂଘଙ୍କର ନିଶ୍ଚିତ ହେଇଛି ଗଭୀର ଆଲୋଚନା। ତାହେଲେ କେତେ ମିଳିବ ପେନ୍ସନ୍, ତାହେଲେ ଆମେ ଅପେକ୍ଷା କରିବା ନିଶ୍ଚିତ କେତେ ଆମକୁ ପେନ୍ସନ୍ ମିଳିବ। ଇଏ ବି ଗୋଟେ କଥା। ଇଏ 10 ତାରିଖର ପେପର କଟିଂ ବା ଗତକାଲିର ପେପର କଟିଂ କୌଣସି ସମସ୍ୟା, ନେଟୱାର୍କ ସମସ୍ୟା ଯୋଗୁଁ ମୁଁ ଏଇଟାକୁ ପକାଇ ପାରିନଥିଲି, ଆଜି ମୁଁ ଏଇଠି ପକାଉଛି। ଦେଖିବା, ଏ ଭିଡ଼ିଓଟାକୁ ଅପଲୋଡ଼ କରାହେଉଛି, ଦେଖିବା ଏଇଟା ଆପଣ ପାଇଁ ନିଶ୍ଚିତ, ଆପଣମାନେ ତ ନିଶ୍ଚିତ ଆପଣମାନଙ୍କ ପାଇଁ ସୁବିଧା ହେବ। ଏଠି EPF କର୍ତ୍ତୃପକ୍ଷଙ୍କ ସହ ପେନ୍ସନ୍ ସଂଘର ଆଲୋଚନା ନିଶ୍ଚିତ ହେଇଛି। ଏଇ ଯେଉଁ ଏଠି ରହିଲେ, ଏଠି ସଂଘବାଲା ରହିଲେ, ଏଠି ଆପଣ ପେନ୍ସନ୍ ଅଫିସରେ ଏଇଠି ତାଙ୍କର ଏଇଠି ଆଲୋଚନା ହେଇଛି, ଯେଉଁଠି ଅଲ୍ ଓଡ଼ିଶା EPF ପେନ୍ସନର୍ସ ଆସୋସିଏସନ୍ ଏକ ପ୍ରତିନିଧି ଦଳ EPF ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟଠାରେ ଆଲୋଚନା କରିଛନ୍ତି। ନିଶ୍ଚିତ ଏଠି ଭୁବନେଶ୍ୱର ଯେଉଁ ଆଞ୍ଚଳିକ କାର୍ଯ୍ୟାଳୟ ଅଫିସ୍ ଅଛି ଆମର, ଏଠି ଯାଇକି ସେଇ ବାବଦରେ ବା ଗଭୀର ଆଲୋଚନା ହେଇଛି EPF ଅଫିସ୍ ବାବଦରେ। ଏଠି ଆପଣଙ୍କର ମିଶ୍ର ସାର୍ ଆଉ କାଶୀନାଥ ସାହୁ ସାର୍ଙ୍କ ସହିତ ଯେଉଁ କମିଶନର ଅଛନ୍ତି, ଆଞ୍ଚଳିକ କମିଶନର ଅଛନ୍ତି, ତାଙ୍କ ସହିତ ନିଶ୍ଚିତ ଆସୋସିଏସନ୍ ସାଧାରଣ ସମ୍ପାଦକ ବ୍ରହ୍ମା ସାର୍ ନିଶ୍ଚିତ ଯାଇ 7 ଦଫା ଦାବି ସେଠି ଜଣାଇଛନ୍ତି ଯେ କେମିତି ଆମର ଏ ସୁବିଧା ହେବା ଦରକାର, ବା ଯେଉଁ ଆପଣ ଯେଉଁ କର୍ମୀ ରହିଲେ ବିଭିନ୍ନ ଅନୁଷ୍ଠାନରେ କାମ କରୁଛନ୍ତି, ପ୍ରାଇଭେଟ୍ ସେକ୍ଟର ହେଉ କିମ୍ବା ଗଭର୍ଣ୍ଣମେଣ୍ଟ ସେକ୍ଟର ହେଉ, ଯେଉଁମାନଙ୍କ ପୁରା ଗଭର୍ଣ୍ଣମେଣ୍ଟ ହେଇନାହିଁ, ସେମାନଙ୍କ ପାଇଁ, ତାଙ୍କ ପେଟ ପାଟଣା ପାଇଁ ବା ତାଙ୍କ ଛୁଆ ପିଲାଙ୍କ ସଂସାର ପାଇଁ କେମିତି ସୁବିଧା ହେବ, ସେଇ କଥାକୁ ଏଠି ତ ଛୁଆ ପିଲା ସଂସାର କଥା କିଛି ଆସିବ ନାହିଁ। କାହିଁକି 7,000 8,000 9,000 ଭିତରେ କିଛି ହେବ ନାହିଁ, କାରଣ ନିଜ କଥା ଟିକେ ବୁଝିବାକୁ ପଡ଼ିବ। ସେଠି 60 ବର୍ଷ ପରେ ଆଉ କ'ଣ ହେଇପାରିବ, ଏଇଟା ବି ଗୋଟେ କଥା। ଯଦି ଆମେ କହିବା ଉଠ ଜଳସେଚନ ନିଗମ ତରଫରୁ 2014 ମସିହାରେ ଇଏ ବି ଗୋଟେ ଓଡ଼ିଶାର ଇଏ ହେଇଥିଲା, ତା'ର ଦରଖାସ୍ତ ଗୁଡ଼ିକ ଦିଆହେଇଥିଲା, ଏଠି କମିଶନରକୁ ଦିଆହେଇଥିଲା। ଇଏ ତରଫ ୟାର ତ ସମସ୍ତେ ବିଭିନ୍ନ ତରଫରୁ ନିଶ୍ଚିତ ଦେଇଛନ୍ତି। ଏଠି ଆପଣଙ୍କର କୃଷି ନିଗମ ତରଫରୁ, ଆପଣଙ୍କ ଶିଳ୍ପ ଯେଉଁ ତରଫରୁ ପୁରୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଇଏ ଫର୍ମ ଏଠି ହେଇଛି, ଆପଣ 11/4 ଏଠି ଦିଆହେଇଛି। ଇଏ ବି ଠିକ୍ କଥା। ଏଠି ଆପଣଙ୍କର ବିଭିନ୍ନ ଇଏରୁ ସବୁ ଅବସର ପାଇଗଲେଣି। ଏଠି ତା ଭିତରେ ବି 40 ଜଣ ବି ଅବସର କର୍ମଚାରୀ ଅଛନ୍ତି, ନିଗମରେ 40 ଜଣ
कर्मचारी अच्छा यदि आम देखा विभिन्न आड़ू निश्चित कर्मचारी लक्षाधिक कर्मचारी अच्छा ईपीएफ पेनसनधारी आशायी पेनसनधारी निश्चित जब पेनसन कथाटा सर्ट आउट होता ताहले बोधुए किछि ना जदि आम कहवा बेसी किछि संभव नहेले भी किछि तो संभव होता जदि आम कह बार्धक्य भत्ता यदि आम 1000 टଙ୍କା लेखा लोक जाकि आनुचंती ताले ताठू आम बेटर आम काम करचंती प्राइवेट सेक्टर रे कि को सेक्टर रे काम करचंती कॉर्पोरेट सेक्टर रे आम 9000 टଙ୍କା पेंशन पाइले किछि असुविधा नाही से तुलन रे किछि असुविधा कि देखिया गले से तुलन रे किछि असुविधा नाही जहाँ भी होचो ठीक मंग धरिचंती आपणकर श्री वर्मा सार धरिचंती ब्रह्मा से ब्रह्मा सार धरिचंती देखिबा कोन होची आलोचनार सभापति निजे थिले आपण विजय कुमार जेना थिले हैला एठी आपण नटवर आचार्य थिले कार्यकारी सभापति प्रफुल्ल कुमार दास थिले ये समस्ते थाई आपणकर ईपीएफ जो कर्मकर्ता रहिले बा कमिशन रहिले तांको सहित निश्चित कथोपकथन हेइची बा गोटे पॉजिटिव आश्योरेंस निश्चित मिलिची आमे आगु देखिबा जे पॉजिटिव आश्योरेंसटा केते दूर संभवपर होची ये भी गोटे कथा ठीक ता भितरे आपण सदस्य को मिलिबो ईपीएफ अकाउंट्स चुक्ति बा जो एटीएम कार्ड निश्चित ये एटीएम कार्ड टी मिलिबो एटीएम कार्ड रे आपण एटीएम कार्ड हेले जो एटीएम कार्ड रे आमे निश्चित यूपीआई तरफ हो बा एटीएम ये हो आमे टंकाटा को उठाण कर दे परिबा ये भी सुविधा हमको हला जे आमे यदि ईपीएफ तो ये जो आपणकर ईपीएफ रो जदि आम यूपीआई आसीगला किंबा आप एटीएम आसीगला आम जो जा एटीएम कार्ड रू पैसा उठे दे पारिबा तार 50% पैसा को आम उठे दे पारिबा जेति हो किंतु आमे तो उठे दे पारिबा या अर्थ ये भी गोटे प्रकार सुविधा हम जे आमको आउ 15 दिन कि 7 दिन कि सप्ताह कि 2 मास कि ये 2 सप्ताह आमको वेट करिया को पड़ोनी आम जा गोटे सेकेंड रे जिंदा आम एटीएम रू पैसा उठा था उठेले ताले गोटे प्रकार ईपीएफ निश्चित बा गवर्नमेंट निश्चित गोटे डेवलपमेंट चिंता करुच्ची बा गोटे सफ्टवेयर चिंता करछि तो सफ्टवेयर डेवलपमेंट हम निश्चित लोक मानकर डेवलपमेंट हम बोली आम आशा करवा किंतु मुख्य प्रसंग रहिला आमर ये तो निश्चित हम आपण यूपीआई कथा हम बा एटीएम कथा हम ईपीएफ रो किंतु मुख्य प्रसंग रहिला जे आमर जो पेंशन कथा जे आमे जो संघ आलोचना करिछि आमे भगवान को पाखरे जगन्नाथ पाखरे प्रार्थना करवा निश्चित ए कथाटी को गोटे पॉजिटिव एश्योरेंस हो गवर्नमेंट ए कथा को चिंता करू जे लोक मानकर सुविधा पाए गवर्नमेंट रही थाए केवल गवर्नमेंट को आम जो चॉइस करथांती केवल लोक मानकर सुविधा पाए निश्चित ए गवर्नमेंट बा जो गवर्नमेंट अच्छी सेंटर हो बा स्टेट रो हो द सेम गवर्नमेंट अच्छी निश्चित आम आशा रखा जे एमाने आमर दुख दुर्दशा को बुझे निश्चित बुझा बा बुझा हो बोली आम आशा बांधी बसवा कारण आम पाखे आउ कि बाट ही ना एति कही मु आज वीडियो को ये समाप्त करने को जाऊँगी जे आपण मैंने चैनल सहित आपण मानकर चैनल आपण मैंने चैनल सहित जोड़ी होकर रही था जेकोसी अपडेट न्यूज आसो निश्चित चैनल अपलोड करा आपण चैनल सहित जोड़ी होकर रही आपण मान पाखु निश्चित गोटे मेसेज जा पहुँच जे नोटिफिकेशन टी जे आपण मैंने आराम से देखीदे पारे रही जय जगन्नाथ मु आपण से आपण तो शिक्षाविद बा अवसर प्राप्त निश्चित ज्ञानी गुणी विद्वान लोक थे आपको प्रणाम करी आज वीडियो को मुझे समाप्त करुँची रही धन्यवाद थैंक यू।